ପିଲାମାନଙ୍କର ସବୁବେଳେ ବାପା ମାଙ୍କ ପାଖରେ ଗୋଟିଏ ଅଭିଯୋଗ, ତମେ ଆମ ପାଇଁ କ'ଣ କରିଛ? ବାସ୍ତବରେ ବାପା ମା ମାନେ ଆମ ପାଇଁ କ'ଣ କରିଛନ୍ତି କି? ଜନ୍ମ ଦେଇଛନ୍ତି, ଦେହ ପା ଖରାପ ହେଲେ ମେଡ଼ିକାଲ ନେଇଛନ୍ତି, ନିଜେ ରାତି ରାତି ଅନିଦ୍ରା ରହି ଆମର ସେବା କରିଛନ୍ତି, ନିଜ ପେଟକୁ ଭଲରେ ଦିମୁଠା ନ ଖାଇ ଆମକୁ ଖୁଆଇଛନ୍ତି, ନିଜେ ଶାଗ ପଖାଳ ଖାଇ ଆମକୁ ଭଲ ଖାଦ୍ୟ ଦେଇଛନ୍ତି, ପାଠ ପଢ଼ିବା ପାଇଁ ବିଦ୍ୟାଳୟ ପଠାଇଛନ୍ତି। ତାପରେ ବାପା ମା ପାଇଁ କ'ଣ କରିଛନ୍ତି? ଭଲ ପାଠ ପଢ଼ିବା ସେଥିପାଇଁ ଟ୍ୟୁସନ୍ ବି ଦେଲେ କିମ୍ବା ନିଜେ ପାଠ ପଢ଼ାଇଲେ। ଦଶମ ପରୀକ୍ଷା ସମୟରେ ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ଯାଇ କହିଲେ, ମୋ ପୁଅ ତୁମକୁ ଲାଗିଲା, କେମିତି ଭଲରେ ପାସ୍ କରିବ। ତାପରେ କଲେଜ ପାଠ ପଢ଼ା, କଲେଜରେ କେମିତି ଆମେ ଭଲ ପାଠ ପଢ଼ିବା ସେଥିପାଇଁ ମଧ୍ୟ ଟ୍ୟୁସନ୍ ଦେଲେ। କଲେଜ ପାଠ ସରିବା ପରେ ଚାକିରି ପାଇଁ ଯଦି ଲାଞ୍ଚ ନଦେଲେ ପୁଣି ଆମେ ପ୍ରଶ୍ନ କରିଦେବା, ଆମ ପାଇଁ ତୁମେ କ'ଣ କରିଛ? ବାପା ମା ଚାକିରି ପାଇଁ ବି ଲାଞ୍ଚ ଦେବା ପାଇଁ ବି ପ୍ରସ୍ତୁତ, ଏବଂ ଲାଞ୍ଚ ଦେଇକି ଯଦି ବି ଚାକିରି କରିଦେଲେ ତାପରେ ବି ପ୍ରଶ୍ନ ଉଠେ, ତମେ ଆମ ପାଇଁ କ'ଣ କରିଛ? ବାହାଘର ତ ଟିକେ କରିପାରୁନ। ଯଦି ବାହାଘର ବି କାହାକୁ କୁହାବଲା କରିକି ବନ୍ଧୁବର୍ଗରେ ବାହାଘର ପାଇଁ ମଧ୍ୟ ଖର୍ଚ୍ଚ ବାର୍ଚ୍ଚ କରି ବାହାଘର ବି କରାଇଲେ। ତାପରେ ନିଜ ନାତି ନାତୁଣୀଙ୍କ ସେବା ମଧ୍ୟ ବାପା ମା କରନ୍ତି। ତାପରେ ବି ପ୍ରଶ୍ନ ଉଠେ, ତମେ ଆମ ପାଇଁ କ'ଣ କରିଛ? ଏତେ ସବୁ ପରେ ଯଦି ପ୍ରଶ୍ନ ଉଠେ ବାପା ମା ଆମ ପାଇଁ କ'ଣ କରିଛନ୍ତି, ତାହେଲେ ବାସ୍ତବରେ ସତରେ ବାପା ମା ଆମ ପାଇଁ କ'ଣ କରିଛନ୍ତି?